ବୌଦ୍ଧିକ ଏବଂ ଆତ୍ମିକ ବିକାଶର ସହାୟକ ହେଉଥିବା କଥା ପଦକୁ ହିଁ ବକ୍ତବ୍ୟ କୁହାଯାଏ। ଆମେ ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅଛୁ। ମୋ ମା ଭଉଣୀ ଉପସ୍ଥିତ ସୁଧୀ ଜନତାଙ୍କୁ ଅନୁରୋଧ କରିବି, ଦୟାକରି ଟିକେ ନିରବତା ରକ୍ଷା କରି କଥା ପଦେ ଶୁଣିବେ। କାରଣ ଜଣେ ବ୍ୟକ୍ତାର କୌଣସି ସ୍ଥିତି ନଥାଏ, ଶ୍ରୋତା ନଥିଲେ। ଆମେ କାର୍ଯ୍ୟକ୍ରମ ତ ନିଶ୍ଚିତ ଭାବରେ ଦେଖିବା, ପିଲାମାନେ କାର୍ଯ୍ୟକ୍ରମ କରିବେ, ତାଙ୍କୁ ଆମେ ଉତ୍ସାହିତ କରିବା, କିନ୍ତୁ କାର୍ଯ୍ୟକ୍ରମ ବିଦ୍ୟା ଶିକ୍ଷା ସବୁ ଗୋଟେ ଧାରାରେ ଚାଲେ। ଆମେ ଏ କଥା ଜାଣିଛୁ ଯେ ଛୋଟ ପିଲାଟିକୁ ସ୍କୁଲକୁ ପଠାଉ କାହିଁକି ନା ବିଦ୍ୟା ଅର୍ଜନ କରିବ। ବିଦ୍ୟା ଅର୍ଜନ ଗୁରୁ ଶ୍ରେଷ୍ଠ। ବିଦ୍ୟା ଶବ୍ଦଟି ସଂସ୍କୃତ ବିଦ୍ ଧାତୁରୁ ଆସିଛି। ଏହାର ଅର୍ଥ ହେଉଛି ଟୁ ନୋ, ଜାଣିବା। ଏହାର ଅର୍ଥ ହେଉଛି ଟୁ ଏକ୍ୱାର ନଲେଜ, ଜ୍ଞାନ ଅଧିକାର କରିବା। ଏହାର ଏକ୍ୱାର ହେଉଛି ଟୁ ଲାଇଟ୍ ଦ ପୋଟେନ୍ସିଆଲିଟି ୱିଦିନ୍ ଆସ୍। ଆମ ଭିତରେ ଯେଉଁ ସଚରାଚର ପ୍ରଭୁ ପରମ ବ୍ରହ୍ମ ଆମ ଭିତରେ ଯେଉଁ ଶକ୍ତି ଦେଇଛନ୍ତି ତାକୁ ଆମେ ଆଲୋକିତ କରିବା। ସେଇଥିପାଇଁ ସ୍ୱାମୀ ବିବେକାନନ୍ଦ କହିଲେ ଯେ ଶିକ୍ଷାର ମାନେ ନୁହେଁ ଦି ମୋଡିଫିକେସନ ଅଫ୍ ବିହେଭିୟର, ଆମର ଚରିତ୍ର ପରିବର୍ତ୍ତନ ହେବ। ୱି ୱିଲ୍ ଲର୍ନ ମେନି ଥିଙ୍ଗସ୍, ଆମେ ଅନେକ ଗୁଡ଼ିଏ କଥା ଶିଖିବା ନା। ତାହେଲେ ହ୍ୱାଟ୍ ଇଜ୍ ଏଜୁକେସନ? ଏଜୁକେସନ ଇଜ୍ ଦି ମ୍ୟାନିଫେଷ୍ଟେସନ ଅଫ୍ ଡିଭାଇନ୍ ପରଫେକ୍ସନ ଅଲରେଡି ଏକ୍ଜିଷ୍ଟେଡ୍ ଇନ୍ ମ୍ୟାନ୍। ଆମ ମଣିଷ ଭିତରେ ଯେଉଁ ଐଶ୍ୱରିକ ଶକ୍ତି ଅଛି, সেই ଐଶ୍ୱରିକ ଶକ୍ତିର ପୁନଃ ପ୍ରକାଶ କରିବା ହିଁ ହେଉଛି ବିଦ୍ୟା ବା ଶିକ୍ଷାର ଲକ୍ଷ୍ୟ। ଜଣେ ବିଦ୍ୟାର୍ଥୀ ବିନୟ ଭୂଷଣ ବିଦ୍ୟା, ଜଣେ ବିଦ୍ୟାର୍ଥୀ ବିନୟ ହେବା ଦରକାର ଏବଂ ବିଦ୍ୟାର୍ଥୀ ସେ ଜାଣିବା ଦରକାର ସେ ନିଜେ କିଏ। ତେଣୁ ବିଦ୍ୟାର ପ୍ରକୃତ ଅର୍ଥ ଜାଣିବାକୁ ହେଲେ ଆମକୁ ଆଭ୍ୟନ୍ତରୀଣ ଅନ୍ୱେଷଣ କରିବାକୁ ପଡ଼ିବ ଏବଂ ଆମକୁ ଜୀବନ କ'ଣ ବୋଲି ବୁଝିବାକୁ ପଡ଼ିବ। ଆମେ ଯେଉଁ ବିଦ୍ୟା ଅର୍ଜନ କରୁଛନ୍ତି ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୀବନକୁ ସୁନ୍ଦର କରିବା। ତାହେଲେ ଜୀବନ କ'ଣ? ଆମେ କିଛି ବର୍ଷ ବଞ୍ଚୁଛନ୍ତି, ଆମେ ଘର ଦ୍ୱାର କରୁଛନ୍ତି, କିଛି ଶିକ୍ଷା ଅର୍ଜନ କରି ଚାକିରି କରୁଛନ୍ତି, ତା ଭିତରେ କ'ଣ ଜୀବନ ସୀମିତ? ନା, ତାହା ଜୀବନ ନୁହେଁ। ତାହେଲେ ଜୀବନ କ'ଣ? ନା ସଚରାଚର ଜୀବଜଗତକୁ, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଏବଂ ମଣିଷକୁ ସାଧାରଣତଃ ଆମେ ଦୁଇ ଭାଗରେ ବିଭକ୍ତ କରିବା। ଗୋଟେ ହେଉଛି କନସିୟସନେସ୍ ବା ଚୈତନ୍ୟ, ଅନ୍ୟଟି ହେଉଛି ମ୍ୟାଟର ବା ଜଡ଼। ଆମେ ଯେଉଁ ଇନ୍ଦ୍ରିୟଗତ ଅନୁଭୂତି, ଯେଉଁ ଇନ୍ଦ୍ରିୟଗତ ସୁଖ ପାଇଁ ସବୁବେଳେ ଆମେ ଚେଷ୍ଟିତ ହଉ, ସେଇଟା ହେଉଛି ଜଡ଼ ବା ସେଇଟା ହେଉଛି ମ୍ୟାଟର ବା ମେଟେରିଆଲ। ଆମେ ଏ କଥା ଜାଣିବା ଦରକାର ଯେ ଆମ ଭିତରେ ଯେଉଁ ପରବ୍ରହ୍ମ ଅଛି ବା ଯେଉଁ ଆତ୍ମା ଅଛି, ସେ ଆତ୍ମାକୁ କଭର କରୁଥିବା ମାୟାଟି ହେଉଛି ଆମ ଶରୀର। ତେଣୁ ଶରୀର ଭିତରେ ଯେଉଁ ଆତ୍ମା ଅଛି ତାକୁ ଜାଣିବାକୁ ହେଲେ ଆମର ଭିତରେ ଚରିତ୍ର ଗଠନ ଏବଂ ମାନବିକତା ନିହାତି ଦରକାର। ଯଦି ଗୁଡ଼ାଏ ପାଠ ପିଲା ପଢ଼ିଲା କିନ୍ତୁ ତାର ମାନବିକତା ରହିଲା ନାହିଁ, ସେ ପରିବାର ପାଖରେ ଋଣୀ ଅଛି, ତା ବାପା ମା ପାଖରେ ଋଣୀ ଅଛି, ତା ଦାଦା ଖୁଡ଼ି ପାଖରେ ଋଣୀ ଅଛି, କାହା ପାଖରେ ଦିନେ ମୁଣ୍ଡ ନୁଆଇଁ ଜୁହାର ହେଲା ନାହିଁ, କିଏ ଗୋଟେ ସାଙ୍ଗସାଥି ପଡ଼ିଗଲେ ତା ପ୍ରତି ସେ ଦରଦ ପ୍ରକାଶ କଲା ନାହିଁ, ତାମାନେ ସେ ଶିକ୍ଷାଟି କ'ଣ ହେଲା? ନା ସେ ଶିକ୍ଷାଟି କେବଳ ଏକ ପୃଥ୍ୱୀଗତ ବିଦ୍ୟା ହେଲା, ତା ଦ୍ୱାରା ଆଭ୍ୟନ୍ତରୀଣ ବିକାଶ ହେଲା ନାହିଁ। ତେଣୁ ପ୍ରତ୍ୟେକ ପିଲା, ପ୍ରତ୍ୟେକ ଅଭିଭାବକ ଏ କଥା ଅନୁଭବ କରିବା ଦରକାର ଯେ ଆମେ ପିଲାଟାକୁ ଶିକ୍ଷା ଯେଉଁ ଦେଉଛନ୍ତି ତାକୁ ଆଲୋକିତ କରୁଛନ୍ତି। ତା ଭିତରେ ଯେଉଁ ପ୍ରକୃତି ଏବଂ ପୁରୁଷ ରହିଛି, ତା ଭିତରେ ଯେଉଁ ବ୍ରହ୍ମ ରହିଛି, ମାୟା ରହିଛି, ତା ଭିତରେ ଯେଉଁ ଚୈତନ୍ୟ ଏବଂ ଜଡ଼ ରହିଛି, ଆମେ ତାକୁ ଫିଲ୍ଟର କରିବା। ତେଣୁ ବିଦ୍ୟାର ପରମ ଲକ୍ଷ୍ୟ ହେଉଛି ନିଜ ମନକୁ ନିୟନ୍ତ୍ରଣ କରିବା। ଆମ ମନ ହେଉଛି ଗୋଟେ ଅନଟେମ୍ଡ ମଙ୍କି, ଗୋଟେ ମାଙ୍କଡ଼। ଯାହା ଗୋଟେ ତାଲିମ ନ ପାଇଥିବା ମାଙ୍କଡ଼ କ'ଣ କରେ? ସବୁବେଳେ ଡିଆ ମାରେ। ଆମ ମନଟି ସବୁବେଳେ ଉଦ୍ଭଟ ହୁଏ। ଆମେ ଭାବୁ ଯେ ସିଏ ମୋତେ ଗାଳି କଲେ ମୁଁ ତାକୁ ଗାଳି ଦେବି, ସିଏ କରପସନ କରି ଉନ୍ନତି କରିଗଲା ମୁଁ କରପସନ କରି ଉନ୍ନତି କରିଯିବି, ସିଏ ଯଦି ମୋ ସହିତ ସମ୍ପର୍କ ରଖୁନାହିଁ ପଡ଼ୋଶୀ ମୁଁ ବି ତା ସହିତ ସମ୍ପର୍କ ରଖିବି ନାହିଁ। ଏଗୁଡ଼ାକୁ କାହିଁକି ହୁଏ? ନା ଆମେ ମନକୁ ନିୟନ୍ତ୍ରଣ କରିପାରୁନାହିଁ। ଆମ ଭିତରେ ଥିବା ଯେଉଁ ଇନ୍ଦ୍ରିୟ ଗୁଡ଼ିକୁ ତାକୁ ନିୟନ୍ତ୍ରଣ କରିବା ଶିକ୍ଷାର ମୂଳ ଲକ୍ଷ୍ୟ ହେବା ଦରକାର। ଜଣେ ଯଦି ମୋତେ କିଛି କଥା କହିଲା, ମୁଁ ସାମୟିକ ଭାବରେ ରାଗିଗଲି, ପୁଣି ରାଗକୁ ମୁଁ ନିୟନ୍ତ୍ରଣ କରିବି, ସେଇଠୁ ସେ କହିବ ଏଇଟା ଶିକ୍ଷିତ ଲୋକଟା, ସେ କ'ଣ ସଙ୍ଗେ ସଙ୍ଗେ କିଛି କହିବ? ଏଠି ଶିକ୍ଷାର ଗୋଟେ ମର୍ଯ୍ୟାଦା ରହିବ। ଆଉ ଯଦି ମୁଁ
ମୋର ମନ ମୋ ମେଣ୍ଟାଲ ରିଏଲକୁ ଠିକ ଭାବରେ ବାଲାନ୍ସ କରି ନ ପାରିଲି, ସିଏ ମୋତେ ଦି ଅକ୍ଷରୀ କହି ଗାଳିଦେଲା, ମୁଁ ତାକୁ ଗାଳିଦେଲି, ସେଠି ଶିକ୍ଷା ଫ୍ଲାଟ୍ ହେଇଗଲା। ତେଣୁ ଯଦି ମାନବିକତା ନଥିବ, ଯଦି ନୈତିକତା ନଥିବ, ଚରିତ୍ରବତା ନଥିବ, ତାହେଲେ ଶିକ୍ଷାଟା ଗୋଟେ ଅନପ୍ରଡକ୍ଟିଭ ଏଜୁକେସନ ହେଇଯିବ। ସେଥିପାଇଁ ସ୍ୱାମୀ ବିବେକାନନ୍ଦ କହିଥିଲେ, ୟୁ ଗିଭ୍ ମି ଗୁଡ୍ ମଦର୍ସ, ଆଇ ୱିଲ୍ ଗିଭ୍ ୟୁ ଏ ଗୁଡ୍ ନେସନ। ମୋତେ ଆପଣମାନେ ଗୋଟେ ଭଲ ମା ଦିଅନ୍ତୁ, ମୁଁ ଆପଣମାନଙ୍କୁ ଏକ ଭଲ ରାଷ୍ଟ୍ର ଦେବି। ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଯେ ଜଣେ ଅଭିଭାବକ, ଜଣେ ବାପା ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଅର୍ଥ ରୋଜଗାର କରିବା, ପରିବାର ଚଳିବା ପାଇଁ ବିଭିନ୍ନ ଆଡ଼େ ବ୍ୟସ୍ତ ରୁହନ୍ତି। ମା ପାଖରେ ପିଲା ବ୍ୟସ୍ତ ରହେ, ପରିବାରରେ ଯେଉଁ ଅନ୍ୟ ମା ଭଉଣୀମାନେ ରହନ୍ତି ତା ପାଖରେ ପିଲାଟି ବ୍ୟସ୍ତ ରହେ। ତେଣୁ ମା ତାକୁ ସେଇ କଥା ଶିଖୁ ଯେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ତୋ ବାପା ଚରିତ୍ରବାନ ହ, ତୁ ଅନ୍ୟମାନଙ୍କ ପ୍ରତି ଦୟା ତୋର ରହୁ, ଗୁରୁଜନମାନଙ୍କ ପ୍ରତି ତୋର ସ୍ନେହ ରହୁ, ଭକ୍ତି ଜ୍ଞାନ ନୀତି ଭବତି। ତେଣୁ ଡିଭୋସନ ନ ରହିଲେ ନଲେଜ ମଧ୍ୟ ଆସିବ ନାହିଁ। ମୁଁ ଆପଣଙ୍କୁ ଏଠି ଗୋଟେ ଉପାଦେୟ କଥା କହିବି ଯେ ଆମର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ, ସିଏ ଜଣେ ଭାରି ଆଧ୍ୟାତ୍ମିକ ଲୋକ ଥିଲେ। ତାଙ୍କୁ ଜଣେ ସ୍ପିରିଚୁଆଲ ସାଇଣ୍ଟିଷ୍ଟ କୁହାଯାଏ। ସିଏ ଗୋଟେ କଥା କହିଥିଲେ, ତାଙ୍କୁ ଯେତେବେଳେ ଫରେନ୍ ଟୁରରେ ସେ ଯାଇଥିଲେ, ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଟି ଯାକ ସଦନରେ ସମସ୍ତେ ଅପେକ୍ଷା କରିଛନ୍ତି ଯେ ଭାରତବର୍ଷର ରାଷ୍ଟ୍ରପତି ଯିଏକି ମିସାଇଲ ମ୍ୟାନ୍, ଜଣେ ଏଡ଼େ ବଡ଼ ବୈଜ୍ଞାନିକ, ସେ କ'ଣ କହିବେ। ସେ ସେଠି ତାଙ୍କୁ କହିଥିଲେ ଯେ ଦେଖନ୍ତୁ, ଆମେ ବର୍ତ୍ତମାନ ସମଗ୍ର ବିଶ୍ୱ ଯେତେବେଳେ ଯୁଦ୍ଧ ହିଂସାରେ ଜର୍ଜରିତ, ଯେତେବେଳେ ପରିବାର ବିଘଟନ ଘଟୁଛି, ଯେତେବେଳେ ପିଲାମାନେ ନିଜ ବୃଦ୍ଧ ବାପା ମାଙ୍କୁ ଜଳାଶ୍ରମରେ ଛାଡୁଛନ୍ତି, ଯେତେବେଳେ ସ୍ୱାମୀ ମଦ୍ୟପତା ସ୍ତ୍ରୀକୁ ବାଡ଼ାଉଛି, ଯେତେବେଳେ ସମାଜରେ ବିଶୃଙ୍ଖଳା ଲାଗି ରହିଛି, ତାର ମୂଳ ତଥ୍ୟ, ତାର ମୂଳ ସମାଧାନ ଗୋଟିଏ ଜାଗାରେ ଅଛି। କ'ଣ ନା, ଆପଣମାନେ ଲକ୍ଷ୍ୟ କରନ୍ତୁ, ଯେଉଁ ପରିବାରର ଲୋକମାନଙ୍କର ଚରିତ୍ର ଅଛି ସେ ପରିବାରରେ ଶୃଙ୍ଖଳା ଅଛି। ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଚରିତ୍ରବାନ ହେବେ, ତାହେଲେ ସେ ପରିବାରରେ ଝଡ଼ ଝଞ୍ଜା ଆଦୌ ଆସିବ ନାହିଁ। ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଚରିତ୍ରବାନ ହେବେ, ପରିବାରକୁ ନେଇ ଗୋଟେ ରାଷ୍ଟ୍ର ଗଠନ ହୁଏ, ତାହେଲେ ସେ ରାଷ୍ଟ୍ରରେ ଶୃଙ୍ଖଳା ଆସିବ। ଯଦି ରାଷ୍ଟ୍ର ଭିତରେ ଶୃଙ୍ଖଳା ଆସେ, ତାହେଲେ କ'ଣ କରିବା, ଆମେ ସମଗ୍ର ବିଶ୍ୱରେ ମଧ୍ୟ ଶାନ୍ତି ପ୍ରତିଷ୍ଠା କରିପାରିବା। ତେଣୁ ମୋର କହିବାର ଅର୍ଥ ହେଉଛି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ କେବଳ ଜ୍ଞାନ ଅର୍ଜନ ପାଇଁ ଗୁଡ଼ାଏ କଥା, ମ୍ୟାଥମେଟିକ୍ସ ଜାଣିବା, ସାଇନ୍ସ ଜାଣିବା, ଇଂଲିଶ ଜାଣିବା, ସେସବୁ କଥା ସହିତ ମାନବିକତା ଜାଣିବା, ମଣିଷକୁ ଭଲ ପାଇବା ଜାଣିବା, ଚରିତ୍ରବାନ ହେବା, ଏ କଥା ଉପରେ ଆପଣମାନେ ନିହାତି ଗୁରୁତ୍ୱ ଦିଅନ୍ତୁ। ଏ କଥାର ପ୍ରାସଙ୍ଗିକତା ରହିଛି। ଆଉ ଗୋଟେ କଥା ଆମେ ମନେ ରଖିବା ଉଚିତ ଯେ ସମଗ୍ର ବିଶ୍ୱରେ ଆମେ ପ୍ରାୟତଃ 800 କୋଟି ଲୋକ ଅଛୁ। ଆମେ ଏଠି ମା ଭଉଣୀ, ଗୁରୁଜନ, ଜ୍ଞାନୀ ଗୁଣୀ, ସଜ୍ଜନ ମଣ୍ଡଳୀ ଯେତେ ଲୋକ ଅଛନ୍ତି, ଆମେ କ'ଣ ସମସ୍ତେ ଏକା ଭଳି? ଆମେ ସମସ୍ତେ ଏକା ଭଳି ନୁହଁ। ଆମର ମୁହଁ, ଚେହେରା, ଆମର କଥା, ଆମର ମସ୍ତିଷ୍କ ଏକା ଭଳି କାର୍ଯ୍ୟ କରୁନାହିଁ। ତାମାନେ କ'ଣ ନା, ଆମ ଭିତରେ ଯେଉଁ ପରମ ଅଛି, ତାଙ୍କର କାରୁକାର୍ଯ୍ୟତା ଦେଖନ୍ତୁ, ତାଙ୍କର ଇଞ୍ଜିନିୟରିଂ ନଲେଜ ଦେଖନ୍ତୁ। ସମସ୍ତଙ୍କର ପ୍ରାୟତଃ ସେଇ ମୁହଁ ସାଇଜ ସମାନ, ହାତ ଅଛି, କାହାର 10 ହାତ ଲମ୍ବା ହାତ ନାହିଁ, କିନ୍ତୁ କେତେ ଡିଫରେନ୍ସ ଅଛି। ଗୋଟେ ବାପର 5ଟା ପୁଅ ଭିତରେ ଜଣେ କେତେ ଜ୍ଞାନୀ, କେତେ ଚରିତ୍ରବାନ ହେଉଛି, ଆଉ ଜଣେ ପୁଣି ନଷ୍ଟ ହେଇଯାଉଛି। ତେଣୁ ଆମ ଭିତରେ କିଛି ଅନ୍ତର୍ନିହିତ ଶକ୍ତି ଅଛି। ସେ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ତାକୁ ଆମେ ଟେମ୍ପ କରିବା ଦରକାର, ବା ତାକୁ ଆମେ ଠିକ ନିୟନ୍ତ୍ରିତ ଢଙ୍ଗରେ ପିଲାଟି ଦିନରୁ ଆମେ ତାକୁ ସଜାଡ଼ିବା ଦରକାର। ଅନ୍ୟ ଏକ କଥା ମୁଁ କହିବି ଯେ ଆମର ଅନେକ ସମୟରେ ଧର୍ମକୁ ନେଇ, ସଂସ୍କୃତିକୁ ନେଇ ଆମ ଭିତରେ ଅନେକ ଗୁଡ଼ିଏ ବିଭ୍ରାନ୍ତି ସୃଷ୍ଟି ହୋଇଥାଏ। ଆମେ ଯେତେବେଳେ ଶିକ୍ଷା କରୁଛନ୍ତି, ଶିକ୍ଷା ଧର୍ମ ଏବଂ ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ଆଶା କରିବି ଟିକେ ନିରବତା ରକ୍ଷା କରି ଶୁଣୁଥିବେ ଯେ ଧର୍ମ କ'ଣ? ଧର୍ମ କ'ଣ? ଧର୍ମ ଏକ ଧାରଣା, ଧର୍ମ ଏକ ବିଶ୍ୱାସ, ଧର୍ମ ଏକ ଆଧ୍ୟାତ୍ମିକ ଅନ୍ୱେଷଣ। ଧର୍ମ ହେଉଛି ଆମ ସୃଷ୍ଟିକର୍ତ୍ତା ପ୍ରଭୁଙ୍କ ସହିତ ଆମର ସମ୍ପର୍କର ଏକ ସେତୁ। ଧର୍ମ ହେଉଛି ଏକ ଶାଶ୍ୱତ ନିୟମ, ଯାହା ଜୀବନ ଧାରଣ କରିବା ପାଇଁ ସମସ୍ତଙ୍କୁ ଶକ୍ତି ପ୍ରଦାନ କରିଛି। ସେଥିପାଇଁ ଉପନିଷେଦରେ କୁହାଯାଇଛି ଯୋ ଧାରୟତି ଅଧର୍ମ। ତେଣୁ ଧର୍ମକୁ ନେଇ ବିଭେଦ ସୃଷ୍ଟି କରିବାର କୌଣସି କାରଣ ନାହିଁ।
ଯେଉଁ ଧର୍ମ ମଣିଷର ଜୀବନକୁ ବିକଶିତ କରିପାରୁନାହିଁ, ଯେଉଁ ଧର୍ମ ମଣିଷକୁ ଜୀବନ ଦେଇପାରୁନାହିଁ, ଯେଉଁ ଧର୍ମ ମଣିଷକୁ ଭଲ ପାଇବା ଶିଖାଇ ପାରୁନାହିଁ, ତାହା କେବଳ ଧର୍ମ ନୁହେଁ, ତାହା ଅଧର୍ମ ମାତ୍ର। ସଂସ୍କୃତି କଥା ଆମେ କହିବା, ଆମେ ସଚରାଚର ଭୂଖଣ୍ଡରେ ସମଗ୍ର ଭାରତବର୍ଷରେ ଆମେ 150 କୋଟି ଲୋକ ବାସ କରୁଛୁ। ଆମ 150 କୋଟି ଲୋକ ବିଭିନ୍ନ ରାଜ୍ୟର ଲୋକ ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା ହୁଅନ୍ତି, ତାଙ୍କର ବେଶଭୂଷା ଅଲଗା, ଖାଦ୍ୟପେୟ ମଧ୍ୟ ଅଲଗା, ତଥାପି ଆମେ ସମସ୍ତେ ନିଜକୁ ଭାରତୀୟ ବୋଲି କହୁ। ତାର କାରଣ କ'ଣ? ତାର କାରଣ ହେଉଛି ନା ଆମେ ସମସ୍ତେ ଭାରତବର୍ଷର ବୈଦିକ ସନାତନ ଧର୍ମ ଆମକୁ ଯେଉଁ କଥା ଶିଖେଇଛି ତାକୁ ବିଶ୍ୱାସ କରୁ। ଗଙ୍ଗା ଏକ ପବିତ୍ରତମ ନଦୀ, ଗଙ୍ଗାକୁ ଆମେ ସମସ୍ତେ ବିଶ୍ୱାସ କରୁ। ଆମେ ସମସ୍ତେ ବିଶ୍ୱାସ କରୁ ଚାରିଧାମ ଦର୍ଶନ କଲେ ପାପ ନାଶ ହୁଏ। ଆମେ ସମସ୍ତେ ତ୍ରିବେଣୀ ସ୍ନାନ କରିବାକୁ ଭଲ କରୁ। ଆମେ ସମସ୍ତେ ବିଶ୍ୱାସ କରୁ ଯେ ଶରୀରଟା ମିଛ ଏବଂ ଆମର ଆତ୍ମା ହିଁ ହେଉଛି ସତ୍ୟ। ତେଣୁ କେବଳ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ଏହି କଥାଟା ଆମେ ମାନିଥାଉ। ସେଥିପାଇଁ ହିନ୍ଦୁ ଧର୍ମରେ ଅନ୍ୟ ଧର୍ମାବଲମ୍ବୀ ଭଳି ଏକ ନିର୍ଦ୍ଦିଷ୍ଟ ଠାକୁରଙ୍କୁ ପୂଜା କରାଯାଏ ନାହିଁ, ବା ଏକ ନିର୍ଦ୍ଦିଷ୍ଟ ମନ୍ଦିର ବା ଉପାସନ ସ୍ଥଳୀ ନଥାଏ, କିମ୍ବା ଏକ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ନଥାଏ। ଆମର ଯେଉଁମାନେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ ସେମାନେ କ'ଣ କରନ୍ତି ନା ଯୀଶୁ ଖ୍ରୀଷ୍ଟକୁ ତାଙ୍କର ଭଗବାନ ବୋଲି ଭାବନ୍ତି। ବାଇବେଲ ତାଙ୍କ ପାଇଁ ହେଉଛନ୍ତି ଧର୍ମଗ୍ରନ୍ଥ ଏବଂ ଚର୍ଚ୍ଚ ହେଉଛି ତାଙ୍କର ଉପାସନା ପୀଠ। ସେଇଭଳି ଇସଲାମ ଧର୍ମାବଲମ୍ବୀ ମାନେ ସେମାନେ କ'ଣ କରନ୍ତି ନା ପ୍ରଫେଟ ମହମ୍ମଦ ତାଙ୍କର ହେଉଛନ୍ତି ଭଗବାନ, କୋରାନ ତାଙ୍କର ଧର୍ମଗ୍ରନ୍ଥ, ମସଜିଦ ତାଙ୍କର ହେଉଛି ଉପାସନା ପୀଠ। କିନ୍ତୁ ଆମ ହିନ୍ଦୁ ଧର୍ମରେ ସେମିତି ନାହିଁ। ଆମେ ଗଛ ମୂଳରେ ପଥରଟାକୁ ପୂଜା କରୁ, ଆମେ ତୁଳସୀକୁ ପୂଜା କରୁ, ନିମକୁ ପୂଜା କରୁ, ଆମେ 33 କୋଟି ଦେବତାଙ୍କୁ ପୂଜା କରୁ। ତାର ଅର୍ଥ ହେଉଛି ଭାରତୀୟ ସନାତନ ଧର୍ମ ଆମକୁ ଏ କଥା ଶିଖେଇଛି ଯେ ଜୀବନ ଧାରଣ ପାଇଁ ପ୍ରକୃତିର ଏକ ଶାଶ୍ୱତ ନିୟମ ରହିଛି। ଆମ ହିନ୍ଦୁ ଧର୍ମର ଯେଉଁ ଶାସ୍ତ୍ର ରହିଛି ବେଦ, ତାର କେହି ରଚୟିତା ନାହାନ୍ତି। ବେଦର କିଛି ଆରମ୍ଭ ନାହିଁ କିମ୍ବା ଶେଷ ମଧ୍ୟ ନାହିଁ। ତେଣୁ ସଂସ୍କୃତି ଏବଂ ଧର୍ମକୁ ନେଇ ଅନେକ ସମୟରେ ଅନେକ ଯେଉଁ ବିଭ୍ରତା ସୃଷ୍ଟି ହୁଏ ତାକୁ ଆମେ ବୁଝିବା ଦରକାର। ମୁଁ ଗତ ବର୍ଷ ଏକ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲି, ମୁଖ୍ୟ ବକ୍ତା ଥିଲି। ସେଠି ଜଣେ ବକ୍ତା କହିଲେ ଯେ ବର୍ତ୍ତମାନ ଆମେ ଯେଉଁମାନେ ଇଂଲିଶ ମିଡ଼ିୟମ ସ୍କୁଲରେ ପଢୁଛୁ ଏବଂ ସେଠି କ'ଣ ହେଉଛି ନା ଆମେ ଗୋଟେ କ୍ୟାଣ୍ଡେଲ ଜାଳି ତାକୁ ହ୍ୟାପି ବାର୍ଥଡେ କହି କ୍ୟାଣ୍ଡେଲଟାକୁ ଲିଭେଇ ଦେଉଛି, ସେଇଟା ଭାରତୀୟ ସଂସ୍କୃତି ନୁହେଁ। ମୁଁ କହିବି ସେଇଟା ମଧ୍ୟ ଭାରତୀୟ ସଂସ୍କୃତି। କାରଣ କ'ଣ ଆପଣ ମୋତେ କହିଲେ କ'ଣ ସାର୍ ସେଇଟା କେମିତି ଭାରତୀୟ ସଂସ୍କୃତି? କାରଣ ଯେତେବେଳେ ଆମେ ଜନ୍ମଦିନ ପାଳନ କରୁଛୁ, ଗତ ବର୍ଷ ବା ଯେଉଁ ବର୍ଷ ଗୁଡ଼ାକ ଚାଲିଗଲା ତାର ସବୁ ଭୁଲଟିକୁ ଆମେ ପୁଣି ଦେଉଛୁ। ଯେମିତି ଆମେ ରାବଣ ଥିଲା, ଅନ୍ୟାୟ କରୁଥିଲା, ରାବଣ ପୁଣି କରୁଛୁ, ସେମିତି ଆମେ କ୍ୟାଣ୍ଡେଲଟା ଜାଳିକି ପୁରୁଣା ଦିନର ଭୁଲ ତ୍ରୁଟି ଗୁଡ଼ାକୁ ସବୁ ଆମେ ପୁଣି ଦେଉଛୁ, ଭୁଲି ଯାଉଛୁ। ଏବଂ ଆମେ ଯେତେବେଳେ କେକ୍ ଖାଉଛୁ, ମିଠା ଖାଉଛୁ, ଆମେ ଆଗାମୀ ଦିନକୁ ସ୍ୱାଗତ କରୁଛୁ। ତେଣୁ ଭାରତବର୍ଷର ପରମ୍ପରାରେ, ଭାରତବର୍ଷର ସନାତନ ଧର୍ମର ସବୁ କଥା একত্রিত হয়েছে, সবু ধর্মর সমন্বয় ঘটেছে, সবু কথা একত্রিত হয়েছে। আমি যদি প্রকৃত সুখ চাহুচ্ছন্তি বা প্রকৃত আনন্দ চাহুচ্ছন্তি, গোটে সুস্থ পরিবার চাহুচ্ছন্তি, তাহলে আমি কোন করিবা না আমি ସବୁବେଳେ চেষ্টা করিবা দরকার যে আমি সেই আনন্দকে কিভাবে ভাবে পাইপারিবা। তাকে পাইবার দুইটা রাস্তা আছে কলিযুগ পাই। গোটে হচ্ছে আমি জপ তপ আরাধনা করিবা, বৈরাগ্য তো নেই পারিবা ନାହିଁ। শ্রী চৈতন্য সেই কথা আমাকে শিখাইছন্তি যে আমি হরে কৃষ্ণ হরে রাম কহিবা বা কিছু সময় পাই ঈশ্বরকে জপ করিবা। সেই জপ আমি করিপারিবা, কিন্তু জপ কলাবেলে মধ্য আমি নিজকে সম্পূর্ণ ভাবে উৎসর্গীকৃত করিবা দরকার। আমি যেମିତି বুলিବାକୁ যাଉଛନ୍ତି, বেগ নেଉଛନ୍ତି, বেগটাকে আগে লজরে রখি তারপরে বুলিବାକୁ যাଉଛନ୍ତି। আমি যদি বেগটাকে মুন্ডরে রখি বুলিবা আমার ঠাকুর দেখাଯିবেনি, কারণ আমার মনটা সেই বেগ পাখে রহব। সেইভাবে আমি সংসার ভিতরে অଛୁ, কিন্তু যেତେବେଳେ আমি ঈশ্বরଙ୍କୁ সকাল সন্ধ্যাରେ ঠাকুর ঘরে বসଛୁ বা প্রার্থনা করুଛୁ, সম্পূর্ণ ভাবে সমর্পণ মনোভাব রহু। দ্বিতীয় কথা হচ্ছে যে আমি ସମସ୍ତଙ୍କୁ ଭଲ ପାଇବା, ଅନକଣ୍ଡିସନାଲ ଭଲ ପାଇବା। ଆମେ ଅନ୍ୟ ଜଣଙ୍କ ପାଖରୁ କିଛି ପ୍ରତିଦାନ ଆଶା କରିବା ନାହିଁ। ଆମକୁ ଯେଉଁ ମା, ଯେଉଁ ପରିବାର, ଯେଉଁ ଗାଁ ଜନ୍ମ ଦେଇଛି ସେ କଥା ମନେ ରଖିବା, ତାଙ୍କ ଋଣ ଶୁଝିବା ପାଇଁ ଚେଷ୍ଟା କରିବା। ଆମକୁ ଯେଉଁ ଗୁରୁଜୀ, ଯେଉଁ ଗୁରୁମା କିଛି ପାଠ ଶିଖେଇଛନ୍ତି, ଯେଡ଼େ ବଡ଼ ଅଫିସର ହେଲେ ବି ତାଙ୍କ ପ୍ରତି ଆମର ସେତିକି ଭକ୍ତି ଭାବନା ରହିବ। ଆମେ
রাষ্ট্র প্রতি মধ্য কৃতজ্ঞ রহিবা কারণ সেই রাষ্ট্র আমাকে শিক্ষা দিয়েছে সংস্কার শিখাইছে সেই রাষ্ট্র আমাকে মৌলিক অধিকার দিয়েছে তেণু ମୁଁ ଆଶା କରିବି ଯେ ଆମେ ସମସ୍ତେ ନିରନ୍ତର ଭାବରେ ଯଦି ପରସ୍ପର ମିଳିମିଶି ହେଇ ଚଳିବା ଏବଂ ଜୀବନକୁ ସରସ ସୁନ୍ଦର କରିବାକୁ ଚେଷ୍ଟା କରିବା ତାହେଲେ ହୁଏତ ଜୀବନ ଆମକୁ ଠିକ୍ ଲାଗିବ ଏବଂ ପରବ୍ରହ୍ମ ପାଖରେ ପହଞ୍ଚିବାର ଏକ ରାସ୍ତା ମଧ୍ୟ ଦେଖାଦେବ। ଆପଣଙ୍କୁ ମୁଁ ଉଦାହରଣଟେ ଦେବି ଯେ ଆମେ ଯଦି ପରିବାରରେ 3 ଭାଇ କି 5 ଭାଇ ଅଛନ୍ତି ସମସ୍ତେ ଗୋଟେ ଗୋଟେ ଅଲଗା ହେଇଯାଉଛନ୍ତି 5 ଜାଗାରେ ରୋଷେଇ ହେଉଛି ଆପଣ କିନ୍ତୁ ସକାଳେ ଯେତେବେଳେ ଖରକୁଛନ୍ତି ଗୋଟେ ପହଁରାଟା ବ୍ୟବହାର କରୁଛନ୍ତି ସେଥିରେ କ'ଣ ହେଇଛି ନା ସେ ଗଞ୍ଜି ଗୁଡ଼ାକୁ ଭାଡ଼ିକି ବନ୍ଧା ହେଇଛି ବନ୍ଧା ହେଇଥିବାରୁ ସେ ଅଳିଆକୁ ସଫା କରିପାରୁଛି ଯେତେବେଳେ ସେ ପହଁରାଟି ଖୋଲି ଯାଉଛି ସେ ନିଜେ ଗୋଟେ ଅଳିଆ ହେଇଯାଉଛି ତେଣୁ ଆପଣମାନେ ଏକତ୍ରିତ ଭାବରେ ରହିଲେ ଅନେକ କଥା ଅନେକ ସାଫଲ୍ୟ ଆମେ ସାଉଁଟି ପାରିବା। ସର୍ବଶେଷରେ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏହି ସ୍କୁଲ ଆଗକୁ ଯାଉ ଆପଣମାନଙ୍କର ଏଇଭଳି ଭଲ ପାଇବା ଥାଉ ପୁଣି ଥରେ ଆପଣମାନଙ୍କ ସହିତ ସାକ୍ଷାତ ହେବ এই আশা রাখি রହୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ।